ଆରେ ସାନ ମୁଁ ଏ ଘର ଛାଡି କୁଆଡେ ଯିବିନି ରେ। ମୋ ଦିନ କାଳ ପରା ସରି ଆସିଲାଣି। ଆଶା ରଖିଛି ଏଇ ସାତ ପୁରୁଷ ଭିଟା ବାଟିରୁ ମୋ କୋକେଇ ଉଠିବ। ପାରୁଛୁ ଯଦି ତୁ ତ ମାକୁ ସାଙ୍ଗରେ ନେଇ ଚାରେ। ମୁଁ ଯାଇପାରିବିନି। ମୋର ଗୋଟେ କଥା ରଖିବୁ, ଏ ଘରକୁ ତୁ କେବେ ନ ଆସିଲେ ନାହିଁ, ହେଲେ ମୁଁ ତତେ ଅନୁମତି ଦଉଛି ରେ, ଥରୁଟିଏ ଆସିବୁ। ଯୋଉଦିନ ଶୁଣିବୁ ତୋ ଚେଚଟା ମରିଯାଇଛି। ନମସ୍କାର ଦର୍ଶକ ବନ୍ଧୁ, ମୁଁ ସୁଧାଂଶୁ। ଏ ବର୍ଷ ଯାତ୍ରା ସମ୍ରାଟ ଅଶୋକରେ ମୁଁ କାର୍ଯ୍ୟରତ। ଆଜି ଆମର ପ୍ରଥମ ଦିବସ। ଏ ବର୍ଷର 2025-26 ପାଇଁ ଆମେ ଆଜି ପ୍ରଥମ ଥର ପାଇଁ ଫାଷ୍ଟ ନାଟକ ପରିବେଷଣ କରୁଛୁ। ଯେଉଁ ନାଟକର ନାଁ ହେଉଛି ସେଇ ୟୁନିକ୍ ପ୍ରଦୀପ ବେହେରାଙ୍କର ରଚିତ ଏବଂ ନିର୍ଦ୍ଦେଶିତ ଅତି ସୁନ୍ଦର ନାଟକ ଅଧା ରହିଗଲା ଆମ କାହାଣୀ। ଏ ନାଟକଟି ଖୁବ୍ ଅତି ଉଚ୍ଚକୋଟୀ ରହିଛି। ଆମେ ଆଶା ରଖିଛୁ ଦର୍ଶକମାନେ ନିଶ୍ଚିତ ଭଲ ପାଇବା ଦେବେ ଏବଂ ଦର୍ଶକଙ୍କର ଭଲ ପାଇବା ବି ଆମର ମୁଖ୍ୟ, କାରଣ ତାଙ୍କର ଭଲ ପାଇବା, ତାଙ୍କର ଆଶୀର୍ବାଦ ହିଁ ଆମକୁ ଆଗକୁ ନେବ। ତେଣୁ ସେ ଜଗନ୍ନାଥଙ୍କ ପାଖରେ ଆମେ ଭିକ୍ଷା କରୁଛୁ ଏବଂ ତାଙ୍କର ଆଶୀର୍ବାଦ ମାଗୁଛୁ। ଅତି ସୁନ୍ଦର ନାଟକଟି ହେଇଛି, ତେଣୁ ସମସ୍ତଙ୍କର ମନକୁ ମହୁ ଏବଂ ଦର୍ଶକମାନେ ଫୁଲ ତାର ମନ ଭରି ଉପଭୋଗ କରନ୍ତୁ, ଏହା ମୁଁ କହିବି। ମତେ ଗୋଟେ ଜେଜ କ୍ୟାରେକ୍ଟର ମିଳିଛି ଏ ବହିରେ। ମୋର ଦୁଇଟି ନାତିକୁ ନେଇ ମୋର ଗୋଟେ ପରିବାର। ସୁନ୍ଦର ସଳାପ ଅଛି, ଭଲ ଲେଖିଛନ୍ତି ସାରା। ଆରେ ସାନ ମୁଁ ଏ ଘର ଛାଡି କୁଆଡେ ଯିବିନି ରେ। ମୋ ଦିନ କାଳ ପରା ସରି ଆସିଲାଣି। ଆଶା ରଖିଛି ଏଇ ସାତ ପୁରୁଷ ଭିଟା ବାଟିରୁ ମୋ କୋକେଇ ଉଠିବ। ପାରୁଛୁ ଯଦି ତୁ ତ ମାକୁ ସାଙ୍ଗରେ ନେଇ ଚାରେ। ମୁଁ ଯାଇପାରିବିନି। ମୋର ଗୋଟେ କଥା ରଖିବୁ, ଏ ଘରକୁ ତୁ କେବେ ନ ଆସିଲେ ନାହିଁ, ହେଲେ ମୁଁ ତତେ ଅନୁମତି ଦଉଛି ରେ, ଥରୁଟିଏ ଆସିବୁ। ଯୋଉଦିନ ଶୁଣିବୁ ତୋ ଚେଚଟା ମରିଯାଇଛି। ଅଶୋକ ସମ୍ରାଟ 4 ଗୋଟି ନାଟକ ତିଆରି ହେଇଛି। ମୋର 3 ଖଣ୍ଡ ନାଟକରେ ରୋଲ ଅଛି। ଆଖି କାନ୍ଦୁନି ମୋ ଆତ୍ମା କାନ୍ଦୁଛି, ଆପଣଙ୍କର ହେ ଈଶ୍ୱର ମତେ ପାରି କର, ଅଧା ରହିଗଲା ଆମ କାହାଣୀ। ଆଉ ଗୋଟେ ଭଲ ନାଟକ ହେଇଛି ସବୁ ପାପର ପ୍ରାୟଶ୍ଚିତ ନାହିଁ। 4 ଗୋଟି ନାଟକ ବେଶ ଦମଦାର ହେଇଛି। ଭଲ ଶଳା, ଭଲ ଲେଖା, ଭଲ ଡିରେକ୍ସନ। ଆମେ ଆଶା ବାନ୍ଧିଛୁ ନିଶ୍ଚିତ ଜଗନ୍ନାଥଙ୍କର ଆଶୀର୍ବାଦରୁ ଆମେ ସଫଳ ହବୁ, ଏତିକି କହି। ନାଇଁ ନାଇଁ, ଆମର ଏଇଟା ହଉଛି ଆମ ପେଶା, ମନେ ରଖିବାକୁ ପାଉନି। ଯେହେତୁ ଆମେ ମଞ୍ଚ ଉପରୁ ଚଢିବୁ, ତେଣୁ ଆମର କାମ ସେଇଟା। ମନେ ଅଛି, ପ୍ରତ୍ୟେକଟି ସିନ୍ ଭଲ ଅଛି, ମନେ ଅଛି। ଆଜ୍ଞା, ହଁ ହଁ ନିଶ୍ଚିତ ବହୁତ ବଢିଆ ବଢିଆ ସିନ୍ ଅଛି, ବହୁତ ଭଲ ସିନ୍ ଅଛି, ଭଲ ସଳାପ ଅଛି। ସୂର୍ଯ୍ୟ ମନ୍ଦିର ଦେଖନ୍ତୁ, ଦାନାବାଡ଼ି କୋଉଠିକାର ଲେଖା ଅଛି କିଏ କହିବ। ତେଣୁ ମୁଁ ଦେଖିଲି ସେଠି ତ କାହିଁ ମତେ କେମିତି କେହି ସେମିତି ପ୍ରୋତ୍ସାହନ ଦେଲେନି କି ପଚାରିଲେନି। ମୁଁ କହିଲି ନେକ୍ସଟ ବର୍ଷ ପୁଣି କୁଆଡେ ଯିବି। ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିଥିଲି, ପ୍ରଦୀପ ସାର୍ଙ୍କୁ ଫୋନ କଲି, ସାଙ୍ଗେ ସାଙ୍ଗେ ଡାକିଲେ, କହିଲେ ଆସ। ତେଣୁ ମୁଁ ଆସିକି ଅଶୋକ ସମ୍ରାଟ ଯୋଗଦେଲି। ତୁଳସୀରେ ଥିଲି, ତାପରେ ସୂର୍ଯ୍ୟ ମନ୍ଦିର ଗଲି, ପୁଣି ଆଉଥରେ ଆସିଛି ଆପଣଙ୍କର ଅଶୋକ ସମ୍ରାଟ। ଆଶା ତ ବାନ୍ଧିଛୁ, ଅନେକ ଆଶା ବାନ୍ଧିଛୁ। ଆଜି ତ ପ୍ରଥମ ଦିନ, ଦେଖାଯାଉ ଆଗକୁ ଆଉ କଣ ହଉଛି। ମୋର ଆଜ୍ଞା 4 ବର୍ଷ ହେଲା। ପ୍ରଥମେ କାମ କଲି ସୂର୍ଯ୍ୟ ମନ୍ଦିର, ତାପରେ କାମ କଲି ତୁଳସୀ, ଯାତ୍ରା ସମ୍ରାଟ ତୁଳସୀ, ତାପରେ ପୁଣି ସୂର୍ଯ୍ୟ ମନ୍ଦିର, ପୁଣି ଯାତ୍ରା ଅଶୋକ ସମ୍ରାଟ। ମୋ ବୟସ ଆଜ୍ଞା 46-47 ଚାଲିଲା।
ଶୁଣନ୍ତୁ ଆମେ କିଛି ନୁହେଁ ଆଜ୍ଞା ନିର୍ଦ୍ଦେଶକ ଯେ ଲେଖନୀ ମୁନରେ ଯେ ରଚନା କରୁଛନ୍ତି ରାଇଟର ତାଙ୍କ ମାନଙ୍କ ଉପରେ କାମ ସେମାନେ ସେ ଚାହିଁଲେ ଏ ରୋଲ ଟିକେ କରିପାରିବ ତେଣୁ ତାଙ୍କର ସେ ଆଶୀର୍ବାଦ ଅଛି ମୁଁ ଭାବୁଛି ମୁଁ ତାକୁ ଲିଭେଇ ପାରିବି ବୋଲି ଆଗକୁ ଭଲ କରିବି କିଛି ହେଇନି ମୁଁ ଆହୁରି ତାକୁ ପ୍ରିପେୟାର ହଉଛି କରିବି ଭଲ କରିବି ଏ କାହାଣୀ ମା ଜେଜ ନାତି ମାନେ ମୋର ଅଛନ୍ତି ସମସ୍ତେ ସେପଟ ଅପର ପ୍ରସ୍ତର ଯୋଉ ପାରିବାର ଅଛି ଭଲ ହେଇଛି ନାଟକ ମାନେ ପାରିବାରିକ ଷ୍ଟୋରି ନେଇ ଭଲ ହେଇଛି ଯାତ୍ରା ଦର୍ଶକ ବନ୍ଧୁ ମାନଙ୍କୁ କହିବି ସମସ୍ତ ନାଟକ ସବୁଠି ଦେଖନ୍ତୁ କିଛି ନା କିଛି ବର୍ତ୍ତମାନ ଭୁଲ ତ ରହିବ ତାକୁ ଆପଣ ମାନେ ଆମକୁ କ୍ଷମା କରିବେ ନିଶ୍ଚିତ ଆମେ ଆଗକୁ ସଜାଡ଼ିବୁ ଏବଂ ଆପଣ ମାନଙ୍କର ଆଶୀର୍ବାଦ ରହିଲେ ଆମେ ଆଗକୁ ଯିବୁ ଏପର୍ଯ୍ୟନ୍ତ କହିହେଇନି ଆଜ୍ଞା ଆହୁରି ବି ନାଟକ ଖଣ୍ଡେ ହବାର ଅଛି ତେଣୁ ସେଇଟା ସମୟ କହିବ କୋଉଟା ଆମର ଖଣ୍ଡଗିରିରେ ହବ ନାଇଁ 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 ଏବେ ଆସିନି ଆଜି ପ୍ରଥମ ଦିନ ଆଜ୍ଞା ଆମର ଆମେ ଯେ କେମିତି ନାଟକ କରିବୁ କେମିତି ସକ୍ସେସ୍ ହବୁ ସେ ଆମେ ଠାକୁରଙ୍କୁ ଡାକିକି ସେଠି ଚଢିଛୁ ଜୟ ଜଗନ୍ନାଥ।